କାଲି ମୁଁ ଢେଙ୍କାନାଳ ବଡ଼ ମେଡ଼ିକାଲକୁ ଯାଇଥିଲି, ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ। ମୋ ଗୁଡ଼ିଆର ହେଲା ଦେହ 8 ଦିନ ହେଲାଣି ଖରାପ ହେଉଥିଲା। ତାଙ୍କୁ ମୁଁ ମେଡ଼ିସିନ୍ ମାନେ ଡକ୍ଟର ମାନେ ସଜେଷ୍ଟ କରିଥିଲେ। ଫାଷ୍ଟ ନେଇକି ଯାଇଥିଲି ଯେ ଡକ୍ଟର ଯେଉଁଟା ଲେଖିଥିଲେ ମୁଁ ସେଇ ହିସାବରେ ମେଡ଼ିସିନ୍ ଦେଉଥିଲି। ପାରାସିଟାମଲ୍ 500, ଆଜିଥ୍ରୋମାଇସିନ୍ 500, ଲିଭୋସିଟ୍ରାଜିନ୍, ମଣ୍ଟୋଲକାଷ୍ଟ ଦେଇଥିଲି। ତ 8 ଦିନ ହେଲାଣି ଭଲ ନ ହେବାରୁ ମୁଁ ପୁଣି ଆଉଥରେ ଡକ୍ଟରକୁ ନେଇକି ଯାଇକି ଦେଖେଇଥିଲି ବଡ଼ ମେଡ଼ିକାଲରେ। ସେ ଡକ୍ଟର ଜଣକ ସେଇ ମେଡ଼ିସିନ୍ଟାକୁ ପୁଣି ଆଉଥରେ ଲେଖିଛନ୍ତି। ମୁଁ ବ୍ଲଡ଼୍ ଟେଷ୍ଟ ପାଇଁ ବାଧ୍ୟ କଲାଠୁ ସେ ବ୍ଲଡ଼୍ ଟେଷ୍ଟ ପାଇଁ ଲେଖିଲେ। ମୁଁ ଯେତେବେଳେ ବ୍ଲଡ଼୍ ଯେଉଁ ଜାଗାରେ ଦିଆହେଉଥିଲା ଟେଷ୍ଟ ପାଇଁ, ମୁଁ ସେଇଠି ଜାଗାରେ ତାଙ୍କୁ ପଚାରିଲି ଡକ୍ଟର କୋଉ ଟେଷ୍ଟ ପାଇଁ ଲେଖିଛନ୍ତି। ସେ ମୋତେ କହୁଛନ୍ତି 34 ନମ୍ବର ରୁମ୍ ନମ୍ବର ଯାଆନ୍ତୁ, 92 ରୁମ୍ ନମ୍ବରକୁ ଯାଆନ୍ତୁ, ଏମିତି କରନ୍ତୁ, ସେମିତି କରନ୍ତୁ, ଏଇଠି ଯାଇକି ପଚାରିବେ, ସେଇଠି ଯାଇକି ପଚାରିବେ। ଆପଣ ତ ଜାଣିଥିବେ ନା କେଉଁ ବିଷୟରେ ସେଇଟା ଟେଷ୍ଟ ପାଇଁ ଲେଖା ହେଇଛି। ତଥାପି ସେମାନେ ରୋଗୀମାନଙ୍କୁ କିଛି ମାନେ ଜଣାଉନାହାନ୍ତି ଯେ ସେଇଟା ଆପଣଙ୍କର କେଉଁ ଟେଷ୍ଟ ହେଉଛି, କ'ଣ ହେଉଛି, କିଛି ବି ଜଣାଉନାହାନ୍ତି। ପୁରା ମାନେ ସର୍ଭିସ୍ ପୁରା ଲୋ କ୍ୱାଲିଟି ଅଛି। ଗଭର୍ଣ୍ଣମେଣ୍ଟ ହେଲା ବହୁତ ପଇସା ଖର୍ଚ୍ଚ କରୁଛି ମେଡ଼ିକାଲରେ, ବହୁତ ପଇସା ଖର୍ଚ୍ଚ କରୁଛି। କିନ୍ତୁ ଏମାନେ ପଇସା ନେଉଛନ୍ତି କିନ୍ତୁ କାମ ମୂଳରୁ କରୁନାହାନ୍ତି। କିନ୍ତୁ ଏଇ ଡକ୍ଟରମାନେ ବାହାରେ ଯେତେବେଳେ ବସିଥିବେ, ବାହାରେ କେଉଁ ମାନେ କ୍ଲିନିକ୍ ଦେଇକି ତାଙ୍କର ପ୍ରାଇଭେଟ୍ କ୍ଲିନିକ୍ରେ ଯାଇକି ବସିବେ, ସେଇଠି ତାଙ୍କର ପୁରା ଠିକ୍ ଠାକ୍ ତାଙ୍କର ବାହାରିବ, ସବୁ ଠିକ୍ ଔଷଧ, ଠିକ୍ ବ୍ଲଡ଼୍ ଟେଷ୍ଟ କରିବେ, ସବୁ କ'ଣ ଯାହା ଦରକାର ସବୁ ଠିକ୍ ଠାକ୍ ଲେଖିବେ। କିନ୍ତୁ ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ ଆସିଲା ପରେ ତାଙ୍କର ମାନେ ଚେଞ୍ଜ ହେଇଯାଉଛି, ସର୍ଭିସ୍ ମୂଳରୁ ଦେଉନାହାନ୍ତି। କ'ଣ ପାଇଁ ଦେଉନାହାନ୍ତି? ଗୋଟେ ଗରିବ ଲୋକ ଯଦି ଆସିବ ଦୂରରୁ, ଗାଁ ଗହଳିରୁ ଆସିବ, ସେ ତ ଆପଣଙ୍କର ଏମିତି ଏଇ ମେଡ଼ିସିନ୍ଟାକୁ ଖାଲି କଣ୍ଟିନ୍ୟୁ କରିବ। ଯଦି ତାର ଭଲ ନ ହେବ ସେ ତ ମରିଯିବ। ଯିବା ଆସିବାରେ ତ ସେ ମରିଯିବ। ମୁଁ ସେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ନ କରିକି ପ୍ରାଇଭେଟ୍ ବାହାରେ ଗୋଟେ ମାନେ ଡକ୍ଟରଙ୍କୁ ନେଇକି ଦେଖେଇଲି। ଡକ୍ଟର ହେଲେ କହିଲେ ନାଇଁ ତମେ ବ୍ଲଡ଼୍ ଟେଷ୍ଟ କର। ବାହାରେ 1000 ଟଙ୍କା ଦେଇକି ବ୍ଲଡ଼୍ ଟେଷ୍ଟ କରାଇଲି। ବ୍ଲଡ଼୍ ଟେଷ୍ଟ କଲାଠୁ ଟାଇଫଏଡ଼୍ ପଜିଟିଭ୍ ଆସିଲା। ଟାଇଫଏଡ଼୍ ପଜିଟିଭ୍ ଆସିଲାଠୁ ଡକ୍ଟର ତାଙ୍କର ସବୁ ପ୍ରକାର ଚେକଅପ୍ କଲେ। ମାନେ ଜିଭ, ଆଖି, ଟେଟୋସ୍କୋପ୍ରେ ଯେଉଁ ଦେଖନ୍ତି, ଯେଉଁ ନିଶ୍ୱାସ ପ୍ରଶ୍ୱାସ ନେଇକି ଯେଉଁଟା ଦେଖନ୍ତି, ଟେମ୍ପରେଚର ଦେଖିଲେ ଥର୍ମୋମିଟରରେ, ସବୁ ଚେକଅପ୍ କରିସାରିଲା ପରେ ସେଇ ହିସାବରେ ଆନାଲାଇଜ୍ କରିକି ସେ ମେଡ଼ିସିନ୍ ଲେଖିକି ଦେଲେ। ବୁଝିପାରିଲେ? କିନ୍ତୁ ମୁଁ ଯେତେବେଳେ ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ ଗଲି, ସେ ମ୍ୟାଡ଼ାମ୍ ଜଣକ କିଛି ଦେଖିଲେନି, ଡାଇରେକ୍ଟ ଲେଖି ଚାଲିଲେ। ମୁଁ କହୁଛି ମୁଁ ଏଇ ମେଡ଼ିସିନ୍ ଦେଉଛି ତଥାପି ହେଉନି, କିନ୍ତୁ ସେ କିଛି ଶୁଣିଲେନି, ସେଇ ମେଡ଼ିସିନ୍ ହିଁ ଲେଖିକି ଦେଲେ। ଯେଉଁ ଭାଇମାନେ ଭଉଣୀମାନେ ଯେଉଁ ଗାଁରୁ ଆସୁଛନ୍ତି, ଯଦି ବି ଏଇସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ଆଉ ଏଇ ଭିଡ଼ିଓଟାକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯେମିତିକି ଏଇ ଭିଡ଼ିଓଟା ଗଭର୍ଣ୍ଣମେଣ୍ଟ ପାଖକୁ ପହଞ୍ଚୁ। ରହିଲି। ଜୟ ଜଗନ୍ନାଥ, ଜୟ ଢେଙ୍କାନାଳ।